ସୁପ୍ରିମକୋର୍ଟରେ ଛିଡ଼ା ହୋଇ ଯେତେବେଳେ ବୃଦ୍ଧ ଦମ୍ପତି ନିଜର ଏକମାତ୍ର ପୁଅ ପାଇଁ ଇଚ୍ଛା ମୃତ୍ୟୁ ମାଗୁଥିଲେ, ସେତେବେଳେ ରାୟ ଶୁଣାଉଥିବା ଜଜଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା। ବୁଢ଼ା ବାପା ମା ବଞ୍ଚିଥାଉ ଥାଉ ଭେଣ୍ଡିଆ ପୁଅର ଶବକୁ କାନ୍ଧେଇ ଶ୍ମଶାନ ନେବା ଯେ କେତେ କଷ୍ଟକର ତାହା ଦୁଃଖର ସହ କାନ୍ଦି କାନ୍ଦି କହୁଥିଲେ। ଶରୀରର 100% ଅଙ୍ଗ କାମ କରୁନି, ନିଶ୍ୱାସ ଚାଲୁଛି ସିନା, ଜିଅନ୍ତା ଶବ ପାଲଟି ଯାଇଛି ପୁଅ। ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ। ମାସେ କି ବର୍ଷେ ନୁହେଁ, ଦୀର୍ଘ 13 ବର୍ଷରୁ ଏମିତି ପୁଅକୁ ହସ୍ପିଟାଲ ବେଡ୍ରେ ଶୋଇଥିବାର ଦେଖି ଧୈର୍ଯ୍ୟହରା ହୋଇଗଲେଣି ବାପା ମା। ସେଥିପାଇଁ ସୁପ୍ରିମକୋର୍ଟର ସାହାରା ନେଇ ପୁଅକୁ ଇଚ୍ଛା ମୃତ୍ୟୁ ଦେବାକୁ ନେହୁରା ହୋଇଥିଲେ। ପୂର୍ବରୁ ଏହି ନିଷ୍ପତ୍ତିରେ ପୁନଃ ବିଚାର କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ, କିନ୍ତୁ ବର୍ତ୍ତମାନ ଦେଶରେ ପ୍ରଥମ ଥର ପାଇଁ ହରିଶଙ୍କ ଇଚ୍ଛା ମୃତ୍ୟୁକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ଘଟଣା ଘଟିଛି ଗାଜିଆବାଦରେ। ହରିଶ ରାଣା ଚଣ୍ଡିଗଡ଼ ୟୁନିଭର୍ସିଟିରେ ସିଭିଲ ଇଞ୍ଜିନିୟର ଭାବେ ଜଣେ ଛାତ୍ର ଥିଲେ। ସ୍କୁଲ ସମୟରୁ ହିଁ ତାଙ୍କୁ ବଡି ବିଲ୍ଡିଂର ସଉକ ଥିଲା। ନିଜର ଫିଟନେସ୍ ଏବଂ ଭବିଷ୍ୟତକୁ ନେଇ ସେ ସବୁବେଳେ ଗମ୍ଭୀର ଥିଲେ। କିନ୍ତୁ 2013 ଅଗଷ୍ଟ 20 ହରିଶଙ୍କ ପାଇଁ ଏକ କଳା ଦିନ ହୋଇ ଆସିଲା। ହରିଶ ଯେଉଁ ପିଜିରେ ରହୁଥିଲେ ତାର ଚତୁର୍ଥ ମହଲାରୁ ତଳକୁ ଖସି ପଡ଼ିଥିଲେ ଏବଂ ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବଡ଼ ସ୍ୱପ୍ନ ଦେଖୁଥିବା ଜଣେ ହୃଷ୍ଟପୃଷ୍ଟ ଯୁବକଙ୍କ ଜୀବନ କିଛି କ୍ଷଣରେ ଚାରିକାନ୍ଥ ଭିତରେ କଏଦ ହୋଇଗଲା। ଦିନ ରାତି କସରତ କରୁଥିବା ଯୁବକ ହସ୍ପିଟାଲ ବେଡ୍ରେ ଜୀବନ ସହ ସଂଘର୍ଷ କରିବାକୁ ଲାଗିଲେ। ଏହି ସଂଘର୍ଷ ଏତେ ଲମ୍ବା ଥିଲା ଯେ ଚାହୁଁ ଚାହୁଁ ବିତିଗଲା 13 ବର୍ଷ। ବାପା ଅଶୋକ ରାଣା ପୁଅକୁ ବଞ୍ଚାଇବା ପାଇଁ ପାରୁ ପର୍ଯ୍ୟନ୍ତ ପ୍ରୟାସ କଲେ। ଏମ୍ସରୁ ଆରମ୍ଭ କରି ନାମୀ ଦାମୀ ପ୍ରାଇଭେଟ ଡାକ୍ତରଖାନାରେ ଚକ୍କର ଲଗାଇଲେ ବୃଦ୍ଧ ବାପା ମା। ଡକ୍ଟର କହିଲେ ଯେ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ହରିଶଙ୍କ ମସ୍ତିଷ୍କରୁ ଶିରା ଶୁଖିଯାଇଛି। ଗତ 13 ବର୍ଷ ହେଲା ସେ ଜୀବିତ ତ ଅଛନ୍ତି, କିନ୍ତୁ ଅଚେତ ଅବସ୍ଥାରେ। ନା ଶରୀର ହଲଚଲ ହେଉଛି, ନା ସେ କିଛି ଅନୁଭବ କରିପାରୁଛନ୍ତି। ବାସ୍ ଆଖି ପତା ହଲଚଲରୁ ଜଣାପଡ଼େ ଯେ ହରିଶ ଜୀବିତ ଅଛନ୍ତି। ତେବେ ଜଣେ ଯୁବକଙ୍କ 100% ଅଙ୍ଗ କାମ ନ କରିବା, ସୁସ୍ଥ ହେବାର କୌଣସି ସମ୍ଭାବନା ନ ଦେଖି ସୁପ୍ରିମକୋର୍ଟ ହରିଶଙ୍କୁ ଇଚ୍ଛା ମୃତ୍ୟୁ ନେବା ପାଇଁ ଅନୁମତି ଦେଇଛନ୍ତି, ଯାହା ବର୍ତ୍ତମାନ ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।